आमे पार्ट 1 भिडियो रे उपपाद्य 12 टी प्रमाण करथिले। उपपाद्य 12 रे आमे कौन जानले जे वृत्तर एक स्पर्शक स्पर्श बिंदुगामी व्यासार्ध प्रति लंब। आज तार विपरीत कथन प्रमेय 3.1 को चलो प्रमाण करिबा। प्रमेय 3.1 टी कौन कहला आस जानिबा। वृत्तर कौनसी बिंदु रे उक्त बिंदुगामी व्यासार्ध प्रति अंकित लंब उक्त वृत्तर एक स्पर्शक अटे। पिले एठारे मु एक वृत्तर चित्र अंकन करिछि। यह हूँ एबीसी वृत्त, यार केन्द्र हूँ ओ एवं पी हूँ यही वृत्त उपरिस्थ एक बिंदु एवं ओपी रेखाखंड हूँ पी बिंदुगामी व्यासार्ध। एल रेखा ओपी रेखाखंड प्रति अंकित लंब। एठारे आमको प्रमाण करिया जे एल रेखा एबीसी वृत्तर एक स्पर्शक। ताहले पिले यही प्रमेयटी को प्रमाण करिया पई कौन दत्त अछि चलो आमे लिखि नबा। दत्त एबीसी वृत्तर केंद्र ओ पी बिंदु हेउची यही वृत्त उपरिस्थ एक बिंदु यही वृत्त उपरिस्थ एक बिंदु ओपी रेखाखंड हेउची पी बिंदुगामी एक व्यासार्ध एवं एल रेखा लंब ओपी रेखाखंड। ताहले पिले आमको एठारे कौन प्रमाण करिया हबो चलो आमे प्रामाण्य लिखिबा। प्रामाण्य एथरे आमको प्रमाण करिया हबो जे एल रेखा एबीसी वृत्तर एक स्पर्शक अटे। पिले आको प्रमाण करिया हेले एक अंकनर आवश्यकता अछि। अंकनटी हेउची एल रेखा उपरे पी बिंदु भिन्न अन्य एक बिंदु क्यू निया जाऊ एवं ओ क्यू रेखाखंड अंकन करा जाऊ। चलो आमे कौन अंकन कले ताको अंकन लिखि नबा। अंकन एल रेखा उपरे पी बिंदु भिन्न अन्य एक बिंदु क्यू निया जाऊ। ओ क्यू रेखाखंड अंकन करा जाऊ। प्रमाण आमको दत्त अछि एल रेखा लंब ओपी रेखाखंड। अतएव त्रिभुज ओपी क्यू एक समकोणी त्रिभुज जार कर्ण हेउची
ଓ କ୍ୟୁ। ପିଲେ ଆମେ କ'ଣ ଜାଣିଛେ? ଏକ ସମକୋଣୀ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟ ଏହାର ଅନ୍ୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର। ତେଣୁ ଆମେ ଲେଖିପାରିବା ଆମେ ଜାଣୁ ଯେ ସମକୋଣୀ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟ ଉକ୍ତ ତ୍ରିଭୁଜର ଅନ୍ୟ ବାହୁମାନଙ୍କ ଦୈର୍ଘ୍ୟଠାରୁ ବୃହତ୍ତର ଅଟେ। implies that OQ greater than OP। ପିଲେ ଏଠି ଲକ୍ଷ୍ୟ କର OP ହେଉଛି ବୃତ୍ତର ଏକ ବ୍ୟାସାର୍ଦ୍ଧ। ତେଣୁ ଏବଂ OQ OP ଠାରୁ ବଡ଼। ତାହେଲେ ଆମେ କ'ଣ ଜାଣିଛେ ଯେ ବୃତ୍ତର ବହିସ୍ଥ ବିନ୍ଦୁରୁ ବୃତ୍ତର କେନ୍ଦ୍ରବିନ୍ଦୁ ମଧ୍ୟରେ ଥିବା ଦୂରତା ସର୍ବଦା ସେହି ବୃତ୍ତର ବ୍ୟାସାର୍ଦ୍ଧ ଠାରୁ ବୃହତ୍ତର ଅଟେ। ତେଣୁ ଆମେ ଲେଖିବା ଏଠି ମାତ୍ର OP ହେଉଛି ବୃତ୍ତର ଏକ ବ୍ୟାସାର୍ଦ୍ଧ। ତେଣୁ Q ବିନ୍ଦୁ ବୃତ୍ତର ବହିସ୍ଥ ବିନ୍ଦୁ ହେବ। implies that P ବିନ୍ଦୁ ହେଉଛି L ରେଖା ଓ ABC ବୃତ୍ତର ଏକମାତ୍ର ସାଧାରଣ ବିନ୍ଦୁ। ଅତଏବ ପିଲା ଆମେ କ'ଣ ଜାଣିଛେ? ଗୋଟିଏ ସରେଖା ଓ ଗୋଟିଏ ବୃତ୍ତର ଯଦି ଗୋଟିଏ ମାତ୍ର ସାଧାରଣ ବିନ୍ଦୁ ଥାଏ ତେବେ ସେ ସରେଖାକୁ ଉକ୍ତ ବୃତ୍ତର ସ୍ପର୍ଶକ କୁହାଯାଏ। ତାହେଲେ ଆମେ ଲେଖିପାରିବା ଅତଏବ L ରେଖା ABC ବୃତ୍ତର ଏକ ସ୍ପର୍ଶକ ପ୍ରମାଣିତ। ଏବେ ଚାଲ ଗୋଟେ ଅନୁଶୀଳନକୁ ଆମେ ଜାଣିବା। ଅନୁଶୀଳନ 1 ଏକ ବୃତ୍ତର କୌଣସି ଏକ ସ୍ପର୍ଶକର ସ୍ପର୍ଶବିନ୍ଦୁଠାରେ ଉକ୍ତ ସ୍ପର୍ଶକ ପ୍ରତି ଅଙ୍କିତ ଲମ୍ବ କେନ୍ଦ୍ରବିନ୍ଦୁଗାମୀ ହେବ। ଦେଖ ପିଲା ଏଠି L ରେଖା ABC ବୃତ୍ତକୁ P ବିନ୍ଦୁରେ ସ୍ପର୍ଶ କରେ। ଅତଏବ L ରେଖା ହେଉଛି ABC ବୃତ୍ତର ଏକ ସ୍ପର୍ଶକ ଏବଂ ABC ବୃତ୍ତର କେନ୍ଦ୍ର ହେଉଛି O ଏବଂ ସ୍ପର୍ଶ ବିନ୍ଦୁ ଏବଂ କେନ୍ଦ୍ରବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡ ହେଉଛି OP ରେଖାଖଣ୍ଡ, ଯାହାକୁ ଆମେ କହୁ ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ। ତେଣୁ ଅନୁଶୀଳନରେ କହିଲା ବୃତ୍ତରେ ଯଦି କୌଣସି ଏକ ସ୍ପର୍ଶକର ସ୍ପର୍ଶବିନ୍ଦୁଠାରେ ଯଦି ଆମେ ଲମ୍ବ ଅଙ୍କନ କରୁଛେ ତାହେଲେ ସେ ଲମ୍ବ ରେଖାଟି କେନ୍ଦ୍ରବିନ୍ଦୁ ଦେଇ ଯିବ। ଆକୁ ଆମେ ମନେ ରଖିବା ପିଲାମାନେ ହେଲା। ଏଇଟା ତ ଆମେ ଚିତ୍ର ସ୍ପଷ୍ଟ ଜାଣିପାରୁଛେ। ଦେଖ ଏଠି ସ୍ପର୍ଶବିନ୍ଦୁ ଦେଇ ଯେଉଁ ଲମ୍ବଟି ଅଙ୍କନ ହେଇଛି ତାହା O ବିନ୍ଦୁଗାମୀ ହେଇଛି। ତେଣୁ ଏ କଥାକୁ ଆମେ ମନେ ରଖିବା ଏବଂ ପରବର୍ତ୍ତୀ ଯେଉଁ ଡିଡକ୍ସନ୍ ଆମେ କରିବା ତାର ପ୍ରୟୋଗ ସେଠାରେ ଆମେ କରିବା। ଆଉ ଗୋଟେ ଅନୁଶୀଳନ ଜାଣିବା ଆମେ। ଅନୁଶୀଳନ 2ଟି ବୃତ୍ତର ଯେକୌଣସି ବିନ୍ଦୁଠାରେ ଗୋଟିଏ ଏବଂ କେବଳ ଗୋଟିଏ ସ୍ପର୍ଶକ ଅଙ୍କିତ ହୋଇପାରିବ। ଦେଖ ପିଲେ ଆମେ ଜାଣିଛେ ଗୋଟେ ବୃତ୍ତ ଅସଂଖ୍ୟ ବିନ୍ଦୁର ସମାହାର। ଗୋଟେ ବୃତ୍ତର ପ୍ରତ୍ୟେକ ବିନ୍ଦୁକୁ ଯଦି ଆମେ କେନ୍ଦ୍ରବିନ୍ଦୁ ସହ ଯୋଗ କରିବା ତାହେଲେ ପିଲେ ଆମେ ଅସଂଖ୍ୟ ବ୍ୟାସାର୍ଦ୍ଧ ମଧ୍ୟ ପାଇବା। ତେଣୁ ପିଲାମାନେ ପ୍ରତ୍ୟେକ ବ୍ୟାସାର୍ଦ୍ଧରେ ଯଦି ଆମେ ପ୍ରତ୍ୟେକ ବ୍ୟାସାର୍ଦ୍ଧର ପ୍ରାନ୍ତ ବିନ୍ଦୁଟା କୋଉଠି ଅଛି? ପ୍ରତ୍ୟେକ ବ୍ୟାସାର୍ଦ୍ଧର ଗୋଟିଏ ପ୍ରାନ୍ତ ବିନ୍ଦୁ କେନ୍ଦ୍ରବିନ୍ଦୁ ଏବଂ ଅନ୍ୟ ପ୍ରାନ୍ତ ବିନ୍ଦୁଟି ବୃତ୍ତ ଉପରିସ୍ଥକ ବିନ୍ଦୁ। ଯେହେତୁ ବୃତ୍ତ ଅସଂଖ୍ୟ ବିନ୍ଦୁର ସମାହାର ତେଣୁ ବୃତ୍ତର ଅସଂଖ୍ୟ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ ଆମେ ପାଇବା। ତେଣୁ ପ୍ରତ୍ୟେକ ବିନ୍ଦୁ ଉପରେ ଯଦି ଗୋଟିଏ ଆମେ ସ୍ପର୍ଶକ ଅଙ୍କନ କରିବା ପିଲେ ତେଣୁ ଗୋଟେ ବୃତ୍ତର କେତୋଟି ସ୍ପର୍ଶକ ଅଙ୍କନ କରିହେବ? ହଁ ପିଲାମାନେ ତମେ ବିଲକୁଲ ଠିକ ଉତ୍ତର ଦେବା। ଗୋଟେ ବୃତ୍ତର
असंख्य स्पर्शक अंकन करहब। यार कारण हूँ मुझे रिपीट करुच्ची, कारण वृत्त हूँ असंख्य बिंदुर समाहार। तेणु वृत्तर प्रत्येक बिंदु को यदि आम केन्द्र सह जोग करवा गोटे गोटे व्यासार्ध पाइबा और से व्यासार्ध उपर गोटे लंबरेखा अंकन कले से वृत्त प्रति आमको गोटे गोटे स्पर्शक मिल जाव। तेणु यहीपरि भाव में गोटे वृत्तर असंख्य स्पर्शक अंकन संभव। पिले एठार लक्ष्य कर PQR होउची एक वृत्त एवं यही वृत्तर केन्द्र होउची ओ P बिंदुरे Q बिंदुरे एवं R बिंदुरे वृत्त प्रति गोटे गोटे स्पर्शक अंकन करा जायछि एवं सेमानक छेद बिंदु को यथाक्रमे A B C नाम रे नामित कराइछि। पिला एठी कोन आमे देखुछे एठारे तीनोटी स्पर्शक परस्पर को छेद करा द्वारा गोटे त्रिभुज एठी सृष्टि होउछि। पिला माने ए त्रिभुजर तीन बाहु को स्पर्श करी वृत्तटी त्रिभुजर अंतर्देश रे अछि। तेणु ये वृत्तटी को ए त्रिभुजर अंतर्लिखित बोली कह बा यही वृत्तटी यही ABC त्रिभुजर अंतर्वृत्त बोली कह एवं यही वृत्तर केन्द्र को यही त्रिभुजर अंतकेन्द्र बोली कह। ताले आमे कहि परिबा एठारे PQR वृत्त ABC त्रिभुजर अंतर्वृत्त एवं O बिंदु होउची ABC त्रिभुजर अंतकेन्द्र। पिले एठी मध्ये आमे PQR वृत्त को ABC त्रिभुजर अंतर्लिखित वृत्त बोली कहि परिबा। अंतर्लिखित वृत्त कहले जहा अंतर्वृत्त कहले भी सैया एवं O होउची ABC त्रिभुजर अंतकेन्द्र बा ABC त्रिभुजर अंतर्वृत्तर केन्द्र। अच्छा पिला माने एटा लक्ष्य कर OP रेखाखंड OR रेखाखंड और OQ रेखाखंड जदि आमे आकु जोड़िबा जदि पिला माने मु आकु कोन करबी एठी O को P सह जोड़िबी लक्ष्य कर OP रेखाखंड सपोज मुझे OP रेखा अंकन करी से भाव में मु OR रेखाखंड अंकन करी एवं OQ रेखाखंड अंकन करी। ताले पिले एमाने सब कौन हे गोटे गोटे लंब हे। देख OP रेखाखंड BC बाहु प्रति लंब हम, OQ AC प्रति लंब हम एवं OR एटा AC प्रति लंब हम OR रेखाखंड कौन हम AB बाहु प्रति लंब हम। कहीं पिले लंब हम पिले आम उपाध्याय 12 पढ़िले जे वृत्तर स्पर्श बिंदु व्यासार्ध स्पर्शक प्रति लंब। तेणु पिले ये तो गोटे स्पर्शक आम कहले। तेणु P हूँ स्पर्श बिंदु एवं OP हूँ स्पर्श बिंदु व्यासार्ध अर्थात OP लंब BC है सेमती आम कहीपर OQ AC प्रति लंब हम OR AB प्रति लंब हम। पिले ये आउ गोटे जिन लक्ष्य कर जदि आम OB रेखाखंड अंकन करवा OB रेखाखंड यदि आम अंकन करवा लक्ष्य कर पिले मुझे OB रेखाखंड अंकन कली पिले लक्ष्य कर एठारे OB रेखाखंड B कोण को समद्विखंड कर कौन पिला माने तुम या प्रमाण कर पारिबो? हाँ पिला माने मोर विश्वास तुम निश्चित प्रमाण कर पारिबो। आमे यदि OPB त्रिभुज और ORB त्रिभुज दुटी को तुलना करबा आमे कौन देखि परिबा जे से दुईटी त्रिभुज होची समकोणी त्रिभुज। तो आमे लिखि परिबा मेजर एंगल OPB इज इक्वल टू मेजर एंगल ORB इज इक्वल टू 90 डिग्री। तापरे OB होची साधारण कर्ण एवं OP इज इक्वल टू OR एका वृत्तर व्यासार्ध। ताहले पिले माने समकोण कर्ण बाहु सर्वसमता उपादेय अनुसार त्रिभुज OBP सर्वसम त्रिभुज OBR हम। पिले आमे जानिचे दुईटी त्रिभुज सर्वसम हेले अनुरूप कोण माने सर्वसम होती। तेणु आमे कहि परिबा OBP कोण र परिमाण OBR कोण र परिमाण सह समान हम। तेणु पिले आम ये कहीपर जेहेतु OBP कोण परिमाण सहित OBR कोण परिमाण सामान है तेणु OB रेखाखंड B कोण समद्विखंडक हम। तेणु से प्रमाण कर OC रेखाखंड C कोण समद्विखंडक और OA A कोण समद्विखंडक। पिले एठा लक्ष्य कर मु एठारे गोटे वृत्त अंकन करिछि एवं वृत्तर गोटे बहिस्थ बिंदु P को दर्शाई। P बिंदु देकरी बहुत गुड़े सररेखा अंकन करिछि। देखंतु एठी L1 रेखा L2 रेखा L3 रेखा L4 रेखा L5 रेखा एमती पिले बहुत रेखा आहरी भी अंकन करी हबो। मु एठी 5टी रेखा अंकन करछि। पिले ए 5टी रेखा मध्यरु तुम एठी कोन लक्ष्य करछ? हाँ पिला माने तुम बिल्कुल ठीक उत्तर दल। एठारे
ପାଞ୍ଚଟି ରେଖା ମଧ୍ୟରୁ L1 ରେଖା ଏବଂ L5 ରେଖା ବୃତ୍ତକୁ ଗୋଟିଏ ମାତ୍ର ବିନ୍ଦୁରେ ସ୍ପର୍ଶ କରୁଛନ୍ତି। ତେଣୁ ଆମେ ଏଠି କହିପାରିବା L1 ରେଖା ଏବଂ L5 ରେଖା ବୃତ୍ତର ବହିସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଏବଂ ଅନ୍ୟ ରେଖା ଗୁଡ଼ିକକୁ ଆମେ ସ୍ପର୍ଶକ କହିପାରିବା ନାହିଁ, କାରଣ ସେମାନେ ଦୁଇଟି ବିନ୍ଦୁରେ ବୃତ୍ତକୁ ଛେଦ କରୁଛନ୍ତି। ପିଲେ ଆମେ ଆଉ ଯେତେ ଗୁଡ଼େ ଏଇ ବିନ୍ଦୁ ଦେଇକିରି ଆଉ ଯେତେ ରେଖା ବି ଅଙ୍କନ କରିବା ପିଲାମାନେ ଆମେ କେବଳ L1 ଆଉ L5 ବ୍ୟତୀତ ଆଉ କିଛି ସ୍ପର୍ଶକ ପାଇବା ନାହିଁ। ତାହେଲେ ପିଲେ ଆମେ ଏଥିରୁ କ'ଣ ଜାଣିଲେ? ବୃତ୍ତର ଏକ ବହିସ୍ଥ ବିନ୍ଦୁରୁ ସେହି ବୃତ୍ତ ପ୍ରତି ଦୁଇଟି ମାତ୍ର ସ୍ପର୍ଶକ ଅଙ୍କନ ସମ୍ଭବ। ଅତି ବେଶୀରେ ଦୁଇଟି, ଅତି କମରେ ଗୋଟେ, ଅତି ବେଶୀରେ ଦୁଇଟି ସ୍ପର୍ଶକ ଅଙ୍କନ ସମ୍ଭବ। ତେଣୁ ପିଲେ ଏମାନେ ସବୁ ଗୋଟେ ସରେଖା ବା ରେଖା। ତେଣୁ ସ୍ପର୍ଶ ପିଲା ଗୋଟେ ରେଖା, ସ୍ପର୍ଶ ଗୋଟେ ରେଖା ହେଇପାରିବ। ପିଲା ଦେଖ, ସ୍ପର୍ଶକ କହିଲେ ଆମେ ଗୋଟେ ରେଖାକୁ ବୁଝୁ, ସ୍ପର୍ଶକ ରଶ୍ମି କହିଲେ ତାହା ଏକ ରଶ୍ମିକୁ ବୁଝୁ, ସ୍ପର୍ଶକ ଖଣ୍ଡ କହିଲେ ତାହା ଏକ ରେଖାଖଣ୍ଡକୁ ବୁଝୁ। ଅର୍ଥ ଯେତେବେଳେ ସେ ସ୍ପର୍ଶକଟି ଗୋଟେ ରେଖାଖଣ୍ଡକୁ ବୁଝାଉଥିବ, କେତେବେଳେ ରେଖାଖଣ୍ଡ ବୁଝାଉଛି ସ୍ପର୍ଶକ ଖଣ୍ଡ ତାକୁ କହିବା ଆମେ କେତେବେଳେ, ବା କେତେବେଳେ ସ୍ପର୍ଶକ ରଶ୍ମି କହିବା। ପିଲା ଲକ୍ଷ୍ୟ କର, ଏବେ ତ ବୁଝିପାରିଲ ଏମାନେ ଗୋଟେ ସ୍ପର୍ଶକ ରେଖା, କାରଣ ଏମାନେ ଉଭୟ ଦିଗରେ ବର୍ଦ୍ଧିତ ହୋଇଛନ୍ତି ଏବଂ ପି ବିନ୍ଦୁଗାମୀ। ତେଣୁ ବହିସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ବହୁତ ଗୁଡ଼ିଏ ସ୍ପର୍ଶକ ରେଖା ଆମେ ଆଙ୍କିଛେ ବା ଖାଲି ସ୍ପର୍ଶକ ମଧ୍ୟ କହିପାରିବା। ପିଲା ଲକ୍ଷ୍ୟ କର, ଏଇ ଯୋଉ ସ୍ପର୍ଶ ବିନ୍ଦୁ ଗୁଡ଼ିକ ଯଦି ଏଇ ସ୍ପର୍ଶ ବିନ୍ଦୁକୁ ମୁଁ ଏମ୍ ନେବି, ଏ ସ୍ପର୍ଶ ବିନ୍ଦୁକୁ ମୁଁ ଏନ୍ ନେବି, ତାହେଲେ ପିଲା L1 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ ହେଉଛି ଏମ୍ ଏବଂ L5 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ ହେଉଛି ଏନ୍। ତାହେଲେ ପିଲେ ଏଇ ଯୋଉ L1 ରେଖାର ଏକ ଉପସେଟ୍ ହେଉଛି PM ରଶ୍ମି। ତେଣୁ ଏମ୍ ବିନ୍ଦୁ ଏବଂ ଏମ୍ ବିନ୍ଦୁ ମଧ୍ୟ PM ରଶ୍ମିର ଉପରିସ୍ଥ ଅଟେ। ଏ ଯୋଉ L ରେଖା, ଆଉଥରେ କହୁଛି, L1 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ M PM ରଶ୍ମି ଉପରିସ୍ଥ ଅଟେ ଏବଂ L5 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ N PN ରଶ୍ମି ଉପରିସ୍ଥ ଅଟେ। ତେଣୁ ପିଲେ ଆମେ ଏଠି କହିପାରିବା PM ରଶ୍ମି ଓ PN ରଶ୍ମି ଏମାନେ ମଧ୍ୟ ବୃତ୍ତର ବହିସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ରଶ୍ମି। ଯୋଉ L1 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ M PM ରେଖାଖଣ୍ଡ ଉପରିସ୍ଥ ଅଟେ ଏବଂ L5 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ N ଇଏ ମଧ୍ୟ PN ରେଖାଖଣ୍ଡ ଉପରିସ୍ଥ। ଆଉ ଥରେ କହୁଛି, L1 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ M ତମର PM ରେଖାଖଣ୍ଡର ପ୍ରାନ୍ତ ବିନ୍ଦୁ ଏବଂ L5 ରେଖା ଉପରିସ୍ଥ ସ୍ପର୍ଶ ବିନ୍ଦୁ N PN ରେଖାଖଣ୍ଡର ପ୍ରାନ୍ତ ବିନ୍ଦୁ। ତେଣୁ ପିଲେ ବହିସ୍ଥ ବିନ୍ଦୁ ଆମେ କହିପାରିବା PM ରେଖାଖଣ୍ଡ ଏବଂ PN ରେଖାଖଣ୍ଡ ମଧ୍ୟ ବୃତ୍ତର ବହିସ୍ଥ ବିନ୍ଦୁ P ରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ। ପିଲେ ଏଠି ମୁଁ PM ରେଖାଖଣ୍ଡକୁ କ'ଣ କହିବି? ସ୍ପର୍ଶକ ଖଣ୍ଡ। PN ରେଖାଖଣ୍ଡକୁ ମଧ୍ୟ ମୁଁ କହିବି ସ୍ପର୍ଶକ ଖଣ୍ଡ। ପିଲେ ଆହୁରି ମଧ୍ୟ ମନେ ରଖ ଯେ ଗୋଟେ ସ୍ପର୍ଶକ ରଶ୍ମି ବା ଗୋଟେ ସ୍ପର୍ଶକ ରେଖା, ପିଲା ଗୋଟେ ସ୍ପର୍ଶକ ରେଖା କୁହ ବା ସ୍ପର୍ଶକ ରଶ୍ମି କୁହ, ଏମାନେ ହେଲେ ସ୍ପର୍ଶକ ରେଖା, ଏମାନେ ହେଲେ ସ୍ପର୍ଶକ ରଶ୍ମି, ଏମାନେ ସ୍ପର୍ଶକ ଖଣ୍ଡ PM ରେଖାଖଣ୍ଡ PN ରେଖାଖଣ୍ଡ। PM ରେଖାଖଣ୍ଡ P ବିନ୍ଦୁରୁ M ବିନ୍ଦୁ ମଧ୍ୟରେ ଥିବା ଦୂରତା, PN ରେଖାଖଣ୍ଡ ହେଉଛି P ବିନ୍ଦୁରୁ N ବିନ୍ଦୁ ମଧ୍ୟରେ ଥିବା ଦୂରତା। ତେଣୁ PM ରେଖାଖଣ୍ଡ ବା ଗୋଟେ ସ୍ପର୍ଶକ ଖଣ୍ଡର ଦୈର୍ଘ୍ୟ ଥାଏ, ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଥାଏ। ଗୋଟେ ସ୍ପର୍ଶକ ଖଣ୍ଡର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଥାଏ। ତେଣୁ ସ୍ପର୍ଶକ କହିଲେ ଆମେ ସ୍ପର୍ଶକ ରେଖାକୁ ବୁଝୁ, ଏହା ଏକ ସରେଖା। ସ୍ପର୍ଶକ ରଶ୍ମି କହିଲେ ତାହା ଗୋଟେ ରଶ୍ମିକୁ ବୁଝୁ। ସ୍ପର୍ଶକ ଖଣ୍ଡ କହିଲେ ତାହା ଏକ ରେଖାଖଣ୍ଡକୁ ବୁଝାଯାଏ। ତେଣୁ ସ୍ପର୍ଶକ ଖଣ୍ଡର ପିଲାମାନେ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି। ପିଲେ ଆମେ ବର୍ତ୍ତମାନ ଯାହା ସବୁ ଜାଣିଲେ ସେହି ସମ୍ବନ୍ଧୀୟ ଏକ ଉପାଧ୍ୟାୟ ଅଛି, ଉପାଧ୍ୟାୟ 13। ଚାଲ ତାକୁ ଆମେ ପ୍ରମାଣ କରିବା। ପ୍ରଥମେ ଚାଲ ଜାଣିନେବା ଉପାଧ୍ୟାୟ 13ଟି କ'ଣ କହୁଛି। ଏହାର ସାମାନ୍ୟ କଥନଟି ହେଉଛି, କୌଣସି ବୃତ୍ତର ବହିସ୍ଥ ଏକ ବିନ୍ଦୁରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ ଦ୍ୱୟର ଦୈର୍ଘ୍ୟ ସମାନ। ଲକ୍ଷ୍ୟ କର, ଏଠାରେ S ବୃତ୍ତର କେନ୍ଦ୍ର ହେଉଛି O ଏବଂ P ହେଉଛି ଏହାର ଏକ ବହିସ୍ଥ ବିନ୍ଦୁ ଏବଂ P ବହିସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ ଦ୍ୱୟ ହେଲେ PQ ରେଖାଖଣ୍ଡ ଓ PR ରେଖାଖଣ୍ଡ। ଏଠାରେ ଆମକୁ ପ୍ରମାଣ କରିବା ହେବ ଯେ PQ ରେଖାଖଣ୍ଡ ର ଦୈର୍ଘ୍ୟ ଓ PR ରେଖାଖଣ୍ଡ ଦୈର୍ଘ୍ୟ ସମାନ। ତାହେଲେ ଏହି ଉପାଧିରୁ ପ୍ରମାଣ କରିବା ପାଇଁ କ'ଣ ଦତ୍ତ ଅଛି, ଚାଲ ଆମେ ଲେଖିନେବା। ଦତ୍ତ S ବୃତ୍ତର କେନ୍ଦ୍ର O, P ହେଉଛି ଏହି ବୃତ୍ତର
ଏକ ବହିସ୍ଥ ବିନ୍ଦୁ। P ବିନ୍ଦୁରୁ S ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଦ୍ୱୟ ବୃତ୍ତକୁ Q ଓ R ବିନ୍ଦୁରେ ସ୍ପର୍ଶ କରନ୍ତି। ତେଣୁ PQ ଓ PR ରେଖାଖଣ୍ଡ ବୃତ୍ତର ଦୁଇଟି ସ୍ପର୍ଶକ ଖଣ୍ଡ। ତାହେଲେ ପିଲେ ଏଠାରେ ଆମକୁ କ'ଣ ପ୍ରମାଣ କରିହେବ? ଚାଲ ଆମେ ପ୍ରାମାଣ୍ୟରେ ଲେଖିନେବା। ପ୍ରାମାଣ୍ୟ ଏଠାରେ ଆମକୁ ପ୍ରମାଣ କରିହେବ ଯେ PQ ରେଖାଖଣ୍ଡର ଦୈର୍ଘ୍ୟ PR ରେଖାଖଣ୍ଡ ଦୈର୍ଘ୍ୟ ସହ ସମାନ। ଲେଖିପାରିବା PQ ଇଜ୍ ଇକ୍ୱାଲ୍ ଟୁ PR। ପିଲେ ଏ ଉପାଧିକୁ ପ୍ରମାଣ କରିବା ପାଇଁ ଏକ ଅଙ୍କନର ଆବଶ୍ୟକତା ଅଛି। ଅଙ୍କନଟି ହେଉଛି OQ ରେଖାଖଣ୍ଡ, OR ରେଖାଖଣ୍ଡ ଓ OP ରେଖାଖଣ୍ଡ ଅଙ୍କନ କରାଯାଉ। ଆମେ ଯାହା ଅଙ୍କନ କଲେ ଚାଲ ଆମେ ଅଙ୍କନରେ ଲେଖିନେବା। ଅଙ୍କନ OP ରେଖାଖଣ୍ଡ, OQ ରେଖାଖଣ୍ଡ ଓ OR ରେଖାଖଣ୍ଡ ଅଙ୍କନ କରାଯାଉ। ପିଲେ ଏଠାରେ ଲକ୍ଷ୍ୟ କର, ଯଦି ଆମେ OPR ତ୍ରିଭୁଜ ଆଉ OQP ତ୍ରିଭୁଜକୁ ସର୍ବସମ କରିଦେବା ତାହେଲେ ଆମକୁ PQ ଇଜ୍ ଇକ୍ୱାଲ୍ ଟୁ PR ମିଳିଯିବ। ତ୍ରିଭୁଜ OQP ଓ ତ୍ରିଭୁଜ ORP ମଧ୍ୟରେ ଆଙ୍ଗେଲ OQP ସର୍ବସମ ଆଙ୍ଗେଲ ORP। ପ୍ରତ୍ୟେକ ସମକୋଣ। ଯେହେତୁ OQ ଓ OR ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ। ତାହେଲେ ପିଲେ ଏବେ ଲକ୍ଷ୍ୟ କର, OP ହେଉଛି ସାଧାରଣ କର୍ଣ୍ଣ। OP କର୍ଣ୍ଣ OP ଆମେ ଲେଖିପାରିବା କର୍ଣ୍ଣ, ଉଭୟ ତ୍ରିଭୁଜର କର୍ଣ୍ଣ OP। ତେଣୁ କର୍ଣ୍ଣ OP ସାଧାରଣ ବାହୁ। ଏବଂ ଆଉ କ'ଣ ପାଇଲେ ଆମେ ଲକ୍ଷ୍ୟ କରୁଛେ, OQ ରେଖାଖଣ୍ଡ ଦୈର୍ଘ୍ୟ OR ରେଖାଖଣ୍ଡ ଦୈର୍ଘ୍ୟ ସହ ସମାନ, କାରଣ ଏକା ବୃତ୍ତର ବ୍ୟାସାର୍ଦ୍ଧ। ଆମେ ଲେଖିପାରିବା OQ ଇଜ୍ ଇକ୍ୱାଲ୍ ଟୁ OR, ଏକା ବୃତ୍ତର ବ୍ୟାସାର୍ଦ୍ଧ। ଅତଏବ ତ୍ରିଭୁଜ OQP ସର୍ବସମ ତ୍ରିଭୁଜ ORP। ସର୍ତ୍ତଟି ହେଉଛି ସକ ବା ସର୍ବସମତା। ପିଲେ ଆମେ କ'ଣ ଜାଣିଛେ, ଦୁଇଟି ତ୍ରିଭୁଜ ସର୍ବସମ ହେଲେ ଅନୁରୂପ ଅଙ୍ଗମାନେ ମଧ୍ୟ ସର୍ବସମ ହୁଅନ୍ତି। ତେଣୁ ପିଲେ ଆମେ ଲେଖିପାରିବା ଦ୍ୟାଟ୍ ଇମ୍ପ୍ଲାଇଜ୍ PQ ରେଖାଖଣ୍ଡ
सर्वसम पीआर रेखाखंड पिले आम आहरी कौन जाने दुईटी रेखाखंड सर्वसम हेले से दैर्घ्य मध्य सामान हुए तो आम लिखिपर PQ इज इक्वाल टू पीआर पिले ये लिखले आम PQ रेखाखंड सर्वसम पीआर रेखाखंड ये आम लिखा सर्वसम त्रिभुजर अनुरूप बाहु सर्वसम त्रिभुजर अनुरूप बाहु सब पे कारण टी आम लिखा ना कारण टी लिखिले यहाँ बहुत इम्प्रेसिव हम तापर इम्प्लाइ दैट PQ इज इक्वाल टू पीआर प्रमाणित